ଜୟ ଜଗନ୍ନାଥ ସାଙ୍ଗମାନେ। ରାତି 11ଟା ବେଳେ ଇଚ୍ଛା ହେଲା ଚିଲି ଚିକେନ୍ ଟିକେ ଖାଇବା ପାଇଁ। ସେଇଠୁ ଆମେ ବାପ ପୁଅ ବାହାରି ଗଲୁ ଏଲ୍ଏସ୍ ଫାଷ୍ଟଫୁଡ଼କୁ। ସେଠି ଯାଇକି କହିଦେଲୁ, ଭାଇନା ଚିଲି ଚିକେନ୍ ଅଛି କି? ଭାଇନାକୁ ପଚାରିଦେଲୁ। ଭାଇନା କହିଲେ ହଁ ଅଛି, ଟିକେ ଅପେକ୍ଷା କର। ସେଇଠୁ ସିଏ ଚିକେନ୍ଟାକୁ ମ୍ୟାରିନେଟ୍ କରିକି ରଖିଥିଲେ, ଆଣିକି ଛାଣିଦେଲେ। ସାଙ୍ଗେ ସାଙ୍ଗେ ଛାଣି ଦେଇକି କହିଲେ ଟିକେ ଅପେକ୍ଷା କର, ମୁଁ ଛାଣି ସାରିଲା ପରେ ତାକୁ ଚିଲି ଚିକେନ୍ ବନେଇଦେବି, ସେଇଠୁ ନେଇଯିବ। ସେଇଠୁ ଆମର ପ୍ରୋସେସ୍ ଆରମ୍ଭ ହେଲା। ଧୀରେ ଧୀରେ ମିଠା ମିଠା କଥା କହୁଥାନ୍ତି, ଆଉ ଚିକେନ୍ ଗୁଡ଼ାକୁ ସବୁ ଛାଣି ପକାଉଥାନ୍ତି। ଭାଇନା ଆମର ଚିକେନ୍ ଛାଣିବା ଆରମ୍ଭ କରିଦେଲେ। ସେଇଠୁ ଆମ ଭିତରେ ବାର୍ତ୍ତାଳାପ ଆରମ୍ଭ ହେଇଗଲା। ଦେଖନ୍ତୁ ମୁଁ ବସିକି ମୋବାଇଲଟା ଟିପୁଛି, ସେଠି ଆଲୋକ ଆମର ମାଛ ଧରିକି ଛିଡ଼ା ହେଇଯାଇଛନ୍ତି। ଆମର ଏଠି ପୁତ୍ରମଣି ଭିଡ଼ିଓଟି କରୁଛନ୍ତି କି ସୁନ୍ଦର ଭାବରେ। ସାଙ୍ଗମାନେ, ଇଏ ହେଉଛି ମୋର ଫେଭରାଇଟ୍ ଫାଷ୍ଟଫୁଡ଼୍ ଦୋକାନ। ଏଠି ବିରିୟାନୀ ବି ବଢ଼ିଆ ସୁନ୍ଦର ବନାଯାଏ, ୱିଥ୍ ଚିକେନ୍ ପକୋଡ଼ା, ଚିଲି ଚିକେନ୍ ବି ବଢ଼ିଆ ସୁନ୍ଦର ବନାଯାଏ। ୟା ଲୋକେସନ୍ଟି ହେଉଛି ଆମର ମଙ୍ଗରାଜପୁର ଛକ ଶ୍ରୀ ଗୁଣ୍ଡିଚା ପାଖରେ। ଇନଫ୍ରଣ୍ଟ ରହିବ ପୋଷ୍ଟା। ଯେଉଁମାନେ ଖାଇବା ପାଇଁ ଇଚ୍ଛୁକ ସେମାନେ ଆସି ଖାଇଦେଇକି ଟେଷ୍ଟ କରିକି ଯାଆନ୍ତୁ, ଦେଖିବେ କେମିତି ସୁନ୍ଦର ଲାଗୁଛି। ସେଇଠୁ ଭାଇନା ଆମର ଚିଲି ଚିକେନ୍ ବନେଇବା ପ୍ରୋସେସ୍ ଆରମ୍ଭ କରିଦେଲେ। ସସ୍ ଟିକେ ପକାଇଦେଲେ, ତାପରେ ପିଆଜ ଛାଣିକି ପକାଇଦେଲେ, ତାପରେ ମସଲା ଗୁଡ଼ାକ ସବୁ ପକାଉଛନ୍ତି। ସେଇଠୁ ସସ୍ ଫସ୍ ସବୁ ମସଲା ଗୁଡ଼ାକ ପକାଇ ଦେଇକି ସେଇଠି ଟିକିଏ କ'ଣ ମସଲା ଟିକେ ଆଣିଲେ ବୋଧେ। ଗ୍ୟାସ୍ଟାକୁ କଡ଼ାଟି ଗରମ ହେଇଗଲା ପରେ ସେଇଠୁ ଟିକେ ଘାଣ୍ଟି ଦେଲେ। ସେଇଠୁ କଡ଼ାରେ ଟିକେ ଚଲେଇ ଦେଲେ। ସେଇଠୁ ମସଲା ଫସଲା ଟିକେ ପକାଇ ଦେଲେ, ଆଉ ଗ୍ୟାସ୍ଟାକୁ ଟିକେ ହାଇ କରିଦେଲେ। ତାପରେ ଧୀରେ ଧୀରେ ସେ ଚିଲି ଚିକେନ୍ ବନେଇବା ଷ୍ଟାର୍ଟ କଲେ। ଚିଲି ଚିକେନ୍ ଆମର ବନେଇବା ଚାଲିଅଛି। ଆମର ସେଇଠୁ ଭୋକରେ ପୁରା ନାଳ ଗଡ଼ୁଥାଏ। ଚିଲି ଚିକେନ୍ ଆମର ବହୁତ ଲୋଭ। ଏ ଦେଖନ୍ତୁ ଚିକେନ୍ ପକୋଡ଼ାଟା ପକାଇ ଦେଉଛନ୍ତି। ମୋ ପୁଅ ତା'ର ଭିଡ଼ିଓ କରୁଥାଏ, ଏଣେ ନାଳ ଗଡ଼ଉଥାଏ କେମିତି ଚିଲି ଚିକେନ୍ଟା ଜଲ୍ଦି ହେଇଯିବ। ମୁଁ ତାକୁ ଆଣିକି ଖାଲି ଚିଲି ଚିକେନ୍ଟାକୁ ଦେଖିଲା ପରଠୁ ମୋ ପେଟର ଖାଲି ଭୋକ ଖାଲି ଦୌଡ଼ି ଯାଉଛି। ଯେମିତି ଭଗବାନ କରନ୍ତି କଡ଼େଇରୁ ବାହାରି ଆସି ମୋ ପାଟି ଭିତରେ ଗଳିଯାଆନ୍ତା କି ଚିକେନ୍ ଗୁଡ଼ାକ। ଆଉ ସେଇଠୁ ଜଲ୍ଦି ଜଲ୍ଦି ଭାଇନା ତୁମେ ପ୍ୟାକିଂ କରିଦିଅ, ଆମେ ଘରକୁ ନେଇକି ଜଲ୍ଦି ଖାଇଦେବୁ, ନହେଲେ ଥଣ୍ଡା ହେଇଗଲେ ଭଲ ଲାଗେନି। ରହିଲି ସାଙ୍ଗମାନେ, ଧନ୍ୟବାଦ।